ସମୟର ମାପ ଏଇଟା ଆଜି ପଢ଼ିଆ ହେଲା ଭଲ ଦେଖ କରିକି ଆଉ କହୁଛି କିଛି ଦିନ ପରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ହେବ। ଶିକ୍ଷକ ଓ ପିଲାମାନେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ। ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେଉଛି। ପିଲାମାନେ ଗୀତ, ନାଚ, ରଚନା, ଡ୍ରଇଂ, ଗଣିତ, କୁଇଜ୍ ଇତ୍ୟାଦି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଗଣିତ କୁଇଜ୍ ପ୍ରତିଯୋଗିତାରେ ପଚରା ଯାଇଥିବା ପ୍ରଶ୍ନ ଗୁଡ଼ିକ କିଛି ପ୍ରଶ୍ନୋତ୍ତର ଦିଆଯାଇଛି। ତୁମେ ପ୍ରଶ୍ନ ଗୁଡ଼ିକ ପଢ଼ ଓ ଉତ୍ତରକୁ ଖାଲି ସ୍ଥାନରେ ଲେଖ। देख किस पचास जीता गया ना। एक नंबर देख अपराह्न 3:20 को ट्रेन समय प्रकाश करी लेख। ट्रेन समय माने केते 24 घंटा ना ताने अपराह्न 3:20 अपराह्न माने केते उपरओଳି माने 12ଟା दिन 12ଟା ପରେ ହେଲା 15ଟା 20 ତାନେ 12ଟା ପରେ ହବାକୁ କେତେ ହଉଛି 13 अपराह्न 3:20 3:12 ମାନେ 12 ପରେ 13 14 15 ଏ 15ଟା 20 ତାନେ କେତେ ହବ 15ଟା 20 ମିନିଟ୍ ହେଲା 15ଟା 20 ହବ ବୁଝିପାରୁଛ ଏରକ ପ୍ରଶ୍ନ ପରୀକ୍ଷାରେ ପଡ଼ିବ ହେଲା ट्रेन टाइम है। तापरे 2 नंबर 2 घंटा 25 मिनिट समान 10 मिनिट देखो देख 2 घंटा 45 मिनिट ताने 1 घंटा समान 60 मिनिट 2 घंटा समान केते 120 मिनिट देख 120 एरो काढिबो 120 ए युक्त 25 मिनिट हला ताने 5 ये 2 4 घंटे 45 मिनिट हो ना हाँ 1 घंटा ताने केते मिनिट घंटे 45 ना 145 मिनिट हला ताने एटा 145 मिनिट एरकम प्रश्न परीक्षा रे आसीबो हला घंटा समय मापरू हला करि परबो ताने ताने 3 एटा ताने केते हला 15 घंटा 15 घंटा 20 मिनिट 15टा 20 हला 15टा 20 एटा 2 घंटा 25 मिनिट समान 200 केते 45 मिनिट हला 145 मिनिट हां 145 मिनिट 60 जना 120 हां 145 मिनिट तापर 3 नंबर देख 9 PM रु 9 AM मध्यरे समयर अवधि केते 12 घंटा हां 12 घंटा 9 PM देख एटा धर 9 हला 9 रु 9 ताने 12 घंटा होची हला एटा 3 6 3 9 3 12 4 नंबर देख पार्श्वस्थ घंटा रे केते समय होईची 9टा हां 9टा 5 नंबर 2004 मसिया फेब्रुआरी मास शेष दिन केते तारीख रे पड़िथिला 29 तारीख हां केर को जानलो 4टा 2004 मसिया फेब्रुआरी मास केते शेष तारीख केते दिन पड़िथिला ताने 2004 मसिया को आगे देखियो अधिवर्ष ना अधिवर्ष हैला तेनु 2004 की माने एटा पूर्ण वर्ष न तेनु एटा 4 भाग करियो ना किस
ତାନେ ଏଇଟା କିସ କରିବୁ? 2004 କି ଆମେ କେନ ଭାଗ କରିବା? 4 ନା 4 5 20 0 4 0 0 4 4 1 4 ମାନେ କେତେ ହେଲା? 501 ହଉଛି କଟି ଯାଉଛି ମାନେ ଏଇଟା କିସ ହବ? ଅଧିବର୍ଷ ନା। ତେଣୁ ଅଧିବର୍ଷ ଯଦି ହବ ତାନେ କେତେ ଦିନ ହବ? ଫେବୃଆରୀଟା କେତେ? 29 ଦିନ। ଏଇଟା ମନେ ରଖୁ। ଯିଏ ମସିହାଟା 4 ଦ୍ୱାରା ଭାଗ ମାନେ କଟିଯିବ ସେଟା ଅଧିବର୍ଷ ହେଲା। 29 ଦିନ ହେଇଯିବ ଫେବୃଆରୀ ମାସଟା। ଆଉ ଯଦି ପୂର୍ଣ୍ଣ ବର୍ଷ ଥିବ ଧର 2000 ମସିହା ହେଲା କି 1900 ମସିହା ହେଲା କି 2200 ମସିହା ହେଲା କି 2500 ମସିହା ଏଗୁଡ଼ାକୁ କିସ 4 ନୁହେଁ, ଏଗୁଡ଼ାକୁ କେତେର ଭାଗ କରିବୁ? 400ର ଯେଟା ଭାଗ କରିବୁ ଯଦି କଟିଗଲା ତାନେ କିସ ହବ? ସେଟା ଅଧିବର୍ଷ ହବ। ଏଟା ମନେ ରଖିବୁ ହେଲା। ତାପରେ 6 ନମ୍ବରଟା ଦେଖ। 2010 ମସିହା ଅଗଷ୍ଟ 18 ତାରିଖ ଦିନର 3 ଦିନ ପୂର୍ବରୁ ଥିବା ଦିନର ତାରିଖକୁ ସଂକ୍ଷେପରେ ଲେଖ। କିସ କହିଲା? 2000 ଦେଖ ଭଲି ଦେଖ 2010 ମସିହା ହେଲା ଅଗଷ୍ଟ 18 ତାରିଖର 3 ଦିନ ପୂର୍ବରୁ ଥିବା ଦିନର ତାରିଖକୁ ସଂକ୍ଷେପରେ ଲେଖ। ତାନେ କିସ ହବ? 3 ଦିନ ପୂର୍ବରୁ 18 ତାରିଖ ସେ କହିଛି 2010 ମସିହା ଅଗଷ୍ଟ 18 ତାରିଖର 3 ଦିନ ପୂର୍ବରୁ ତାନେ 18ରୁ କିସ ହବ? 3 କମି ଦିଆ ହବ। ତାନେ 3 କମିଲେ କେତେ ହବ? 15 16 17 18 ହେଲା। ତାନେ ଏଟା ସଂକ୍ଷେପରେ ଲେଖିଲେ କେତେ ହବ? ତାନେ ଏଟା 15 ଅଗଷ୍ଟ ମାସ 8 ମାନେ 08 ହେଲା 2010 ହେଲା। ଏରକମ ହବ। କେବେ ଜାଣିପାରୁଛୁ? ଦେଖୁଛୁ ପରୀକ୍ଷାର ଏଇଭଳିଆ ପ୍ରଶ୍ନ ପକେଇଦବ ହେଲା। ଏର ଯଦି ଆଲୋଚନା ନ ହବ ତାହେଲେ ପ୍ରଶ୍ନ ପକେଇଦବ। ଏଇଟା ସମୟରେ ମାପ ଏଇଟା ଭଲ କି ଲକ୍ଷ୍ୟ ଏଇଟା ବୁଝିବୁ ପ୍ରଶ୍ନ ହେଲା। 7 ନମ୍ବରଟା ଦେଖ 2008 ମସିହାର ଦିନ ସଂଖ୍ୟା କେତେ? କେରକ ଜାଣିଲୁ? ଏଟାକୁ ଏଟା 4 ଭାଗ କରିବୁ ଆগে ହେଲା, ତାପରେ ଜଣା ପଡେ। 2008 4 ଭାଗ କରି ଦେଖି 4 5 20 0 0 को 0 4 0 0 8 4 2 8 ଏଟା କଟିଗଲା। ତେଣୁ ଅଧିବର୍ଷ ଏଟା ନା। ଅଧିବର୍ଷ ମାନେ 366 ଦିନ ହେଲା। ତାହେଲେ 366 ଦିନ ଏଟା କେରକ ହଉଛି ଜାଣିପାରୁଛୁ ତ? ଆମେ ପଢିଛି ଯୋଉ ସୁବିଧା ହଉଛି ହେଲା। ଏଟା ନ ଦେଖିଲେ ହବନି। ତାପରେ 8 ନମ୍ବରଟା ଦେଖ ଅଧିବର୍ଷରେ ବର୍ଷକ କେତେ ଦିନ ହୁଏ? କେତେ? ଅଧିବର୍ଷରେ ବର୍ଷକୁ ହଉଛି 366। ତାପରେ 9 ନମ୍ବରଟା ଦେଖ ଗୋଟିଏ ମାସରେ କେତୋଟି ପୂର୍ଣ୍ଣ ସପ୍ତାହ ଥାଏ? ଦେଖ 4ଟି ପୂର୍ଣ୍ଣ ସପ୍ତାହ। ଗୋଟିଏ ମାସରେ ହେଲା। ତାହେଲେ ଧର ମାସକୁ 30 ଦିନ ହେଲା। 30 ଦିନ ମାନେ ପୂର୍ଣ୍ଣ ସପ୍ତାହ ପୁରା 7ର ଭାଗ କରିଦେବୁ। 7 7 28 ହଉଛି ହେଲା। 28 ହେଇକି ଆଉ 2 ବଳି ପଡୁଛି, 2 ଦିନ ଅଧିକା ହେଇଯାଉଛି। ତେଣୁ ପୂର୍ଣ୍ଣ କେତେ ହେଇଯାଉଛି? 4। ଯଦି କହିବ ବର୍ଷକୁ କେତେ ପୂର୍ଣ୍ଣ ସପ୍ତାହ ପଡେ? ଗୋଟେ ବର୍ଷକୁ ଧର 4ର ଭାଗ କରିଦେବ। ବର୍ଷଟାକୁ ଗୋଟେ ବର୍ଷର 12କୁ କେନେ ବର୍ଷକୁ କେତେ ଦିନ? 365 365 ହେଲା। 365 କେତେ ଭାଗ କରିବୁ? 7ର ଭାଗ କରିବୁ। ପୂର୍ଣ୍ଣ ସପ୍ତାହ କହିଛି ହେଲା। 7ର ଭାଗ କରିବୁ। ତାନେ 7 କେତେ? 7 5 35 ନା
ଦେଖିଛୁ ଏକ 5 ଉଡ଼ିଲା 48ଟା 7 14 48 କେଡ଼ି ହବ 52 ହଁ 52ଟା ପୂର୍ଣ୍ଣ ସପ୍ତାହ ହଁ। ହେଲା। ଯଦି ବର୍ଷକୁ ପଚାରିବ ଧର ହଁ ବର୍ଷକୁ ମାସକୁ ହେଲା ଏରୁ କାଢ଼ିବୁ ହେଲା। ବର୍ଷକୁ ହେଲେ ତୁ 12 କିସ ଭାଗ କରିବୁ ବର୍ଷକର ତାହେଲେ ଏଇଟା କେତେ ହବ ଗୋଟିଏ ମାସରେ କେତୋଟି ପୂର୍ଣ୍ଣ ସପ୍ତାହ କେତେଟା 4ଟା। ତାହେଲେ ବର୍ଷକୁ କହିଲେ କେତେ ହବ ବର୍ଷକୁ କେତେ 52ଟା ହେଲା ପୂର୍ଣ୍ଣ ସପ୍ତାହ ମନେ ରଖିବାକୁ। 9 ନମ୍ବର ଗଲା 10 ନମ୍ବର ଦେଖ ଏକକ ପରୀକ୍ଷଣ 37/1/2008 ରେଖରେ ଆରମ୍ଭ ହୋଇ 1/2/2008 ରେଖରେ ଶେଷ ହେଲା। ମୋଟ କେତେ ଦିନ ପରୀକ୍ଷା ହେଲା? ଏକ ପ୍ରଶ୍ନ ପଡ଼ିଯିବ ପରୀକ୍ଷା। ଏକକ ପରୀକ୍ଷଣ ମାନେ ଗୋଟେ ପରୀକ୍ଷା ହେଲା କେତେରେ ଷ୍ଟାର୍ଟ ହେଇଛି 37/1/2008 ରେଖର ହେଲା ଆରମ୍ଭ ହେଲା। ଆରମ୍ଭ ହୋଇ ଶେଷ ହେଇଛି କେତେର 1/2/2008। ମୋଟ କେତେ ଦିନ ପରୀକ୍ଷା ହେଲା 37/1/2008 ରୁ 5 ଦିନ देख 37/1/2001 37/1 ମାନେ 37 ଜାନୁଆରୀ ହେଲା ତାନେ 37 ଜାନୁଆରୀଟା କେତେ ଦିନ 31 ଦିନ ତାନେ 37 ରୁ देख 37 ରୁ ଷ୍ଟାର୍ଟ ହେଇଛି ତାନେ 27 ହେଲା 37 ରୁ ଷ୍ଟାର୍ଟ ହେଇଛି ତାନେ 37 ଦିନଟା ରହିଲା ତାନେ 6 ଦିନ देख ଏରକୁ କାଢିବୁ ତୁ 37 ଗୋଟେ ଦିନ ରହିଲା ସେ କହୁଛି ଏକ ପରୀକ୍ଷଣ 37/1/2008 ରୁ ଆରମ୍ଭ ହୋଇ 1/2/2008 ରେଖରେ ଶେଷ ହେଲା ତାନେ ଆରମ୍ଭ ହେଲା ଶେଷ ହେଲା ରଖିବୁ ନା ତାନେ 37 ହେଲା 28 ହେଲା ତାନେ 29 ହେଲା 30 ହେଲା ତାପରେ ଜାନୁଆରୀ 31 ହେଲା ତାପରେ 1 ତାରିଖରେ ସରିଛି କହୁଛି 1 ତାରିଖ ବି ହେଲା ତାନେ କେତେ ଦିନ ହେଲା देख 1 2 3 4 5 6 ତୁ କେତେ ଦିନ ଗଲୁ 5 ଦିନ ଗଲୁ କେରକମ ଭୁଲ ହେଇଯାଉ ଦେଖୁ ପରୀକ୍ଷାର ଆଗେ ଏরকম ପ୍ରଶ୍ନ ପଢିବୁ ହେଲା देख ଏଟା 6 ଦିନ ସମସ୍ତେ ଲେଖିଦେବେ 5 ଦିନ 5 ଦିନ ଭୁଲ ହେଇଯାଉଛି এইগুলা ପ୍ରଶ୍ନ ପଢନେ ତୁରତୁର ହେଇକି ଆକବକା ହେଇକି ଲେଖା ଦରକାର ନାହିଁ ହେଲା ଲେଖିବୁ ଏরকম କାଢି ଦେବୁ ହେଲା 37/1 ଏଟା କିଏ ମାସ ଦେଖିବୁ ଏଟା ଜାନୁଆରୀ ନା ଏଠି ଦେଇଥାନ୍ତା ଯଦି ଫେବୃଆରୀ 37/2 ରୁ ହେଇଥାନ୍ତା 37/2/2008 8ଟା ଦେଖିବୁ ଅଧିବର୍ଷ କି ନୁହେଁ ହେଲା ଅଧିବର୍ଷ ତେଣୁ ସେଟା 29 ଦିନ ହେଇଯିବ ହେଲା ଏଭଳିଆ ପ୍ରଶ୍ନ ଯଦି ପକେଇଦେବ ବୁଝିପାରୁଛ ସେଇ ହିସାବରେ କରିବୁ ପାରିବୁ ପ୍ରଶ୍ନକୁ ତେଣୁ ଭଲି ବୁଝିବୁ ଆକପକା ହେଇକି କରିବୁନି ଆଗେ ଏର କାଢିବୁ ମୁଁ ଯେର କାଢୁଛି ହେଲା ଦେଖୁଛୁ ଦେଖ ତାପରେ ତାର ଇଏ ଦେଇଛି ବହିର ଯେଗୁଡ଼ା ଏଇ ମେନ୍ ବିଷୟ ଗୁଡ଼ା ଦେଇଛି ଏଗୁଡ଼ା ପଢ଼ିନେ ଭଲି ବୁଝିନେ ଆଉ ପ୍ରଶ୍ନ ତ ତୋତେ ଅଡ଼ୁଆ ହେବନି ଦେଖ ଆଉ ଥରେ ଏଇଟା ପଢ଼ିଦେବା ଏହିପରି ଭଲିକି ଦେଖ ଏହିପରି ପ୍ରଶ୍ନର ଉତ୍ତର କରିବା ତୁମେ ପୂର୍ବ ଶ୍ରେଣୀରେ ପଢ଼ିଥିଲ ଚତୁର୍ଥ ଶ୍ରେଣୀରେ ଗୋଟେ ପଢ଼ା ହେଇଛି ତଳେ ଦିଆଯାଇଥିବା ଲେଖା ମଧ୍ୟରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଅଛି ଲେଖାକୁ ପଢ଼ ଓ କେତୋଟି ପ୍ରଶ୍ନ ଉତ୍ତର ଠିକ୍ ହେଲା ଦେଖ ବିଭିନ୍ନ କାର୍ଯ୍ୟାଳୟ କଳକାରଖାନା ଆନ୍ତର୍ଜାତିକ ସ୍ତରରେ ତାରିଖ ଗଣନା କରିବା ଲାଗି ରାତି 12ଟା ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ରାତି 12ଟା ପୂର୍ବ ପର୍ଯ୍ୟନ୍ତ ସମୟ ଅବଧିକୁ ଗୋଟିଏ ଦିବସ ରୂପେ ଗ୍ରହଣ କରାଯାଏ ତାନେ ଗୋଟେ ଦିନ ସମାନ କେତେ ଘଣ୍ଟା 24 ଘଣ୍ଟା ଆରମ୍ଭ ହେଉଛି କେଉଠୁ ରାତି 12ଟାରୁ ଆରମ୍ଭ ହୋଇ ପରବର୍ତ୍ତୀ ରାତି 12ଟା ପର୍ଯ୍ୟନ୍ତ ସମୟର ଅବଧିକୁ ଗୋଟେ ଦିବସ କୁହାଯାଏ ହେଲା ତାନେ ଦିନ ଦିବସ
କେତେରୁ ଷ୍ଟାର୍ଟ ହେଉଛି? ଦିବସ କାହାକୁ କୁହାଯାଏ? ଦିନକୁ ଦିବସ ଯଦି କାହାକୁ କୁହାଯାଏ ପକେଇଦେବ ତାହେଲେ କିସ କରିବୁ ତୁ? ଲେଖିବୁ କିସ ଲେଖିବୁ? ଏଇଟା ବହିରେ ଭଲି ପଢ଼ିବୁ ହେଲା, ମୁଁ ପଢ଼ି ସାରିଲା ପରେ। ରାତି 12 ଏଇଠି ଲେଖିବୁ, ରାତି 12ଟାରୁ ଆରମ୍ଭ ହୋଇ ପରବର୍ତ୍ତୀ ରାତି 12ଟା ପୂର୍ବ ପର୍ଯ୍ୟନ୍ତ ସମୟର ଅବଧିକୁ ଦିବସ କୁହାଯାଏ। ଏଇଟା ବହିର ପୁରା ଏରକ ଗାର ମାରିଦେବୁ, ମେନ୍ ବିଷୟ ଗୁଡ଼ା ଏଇଟା ଦେଖିନେବୁ ହେଲା। ତାହେଲେ ଦିବସ କାହାକୁ କୁହାଯାଏ? ରାତି 12ଟାରୁ ରାତି 12ଟା ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପରବର୍ତ୍ତୀ ରାତି 12ଟା ପୂର୍ବ ସମୟ ଅବଧିକୁ ପୂର୍ବ ପର୍ଯ୍ୟନ୍ତ ସମୟର ଅବଧିକୁ ଗୋଟିଏ ଦିବସ କୁହାଯାଏ ବା ଦିନ କୁହାଯାଏ ହେଲା। ଏଇଟା ଭଲ ପଢ଼ିଦେବୁ, ମୁଁ ପଢ଼ିଦେଉଛି। ଦେଖ ଏମିତି ଢେର ଜାଣିବାର ଅଛି। ଦେଖ ରାତି 12ଟା ପରଠାରୁ ହେଲା, ରାତି 12ଟା ପରଠାରୁ ଦିନ 12ଟା ପୂର୍ବ ପର୍ଯ୍ୟନ୍ତ ସମୟକୁ ପୂର୍ବାହ୍ନ ପଢ଼ିଛେ ଆମେ। ପୂର୍ବାହ୍ନ ଓ ଦିନ 12ଟା ପରଠାରୁ ରାତି 12ଟା ପୂର୍ବ ପର୍ଯ୍ୟନ୍ତ ସମୟକୁ ଅପରାହ୍ନ କୁହାଯାଏ ହେଲା। ପୂର୍ବାହ୍ନ ଅପରାହ୍ନ। ପୂର୍ବାହ୍ନ କେଉଁଠୁ କାହାକୁ କୁହାଯାଏ? ପୂର୍ବାହ୍ନ ରାତି 12ଟା ଠାରୁ ଦିନ 12ଟା। ରାତି 12ଟା ଠାରୁ ଦିନ 12ଟା ପର୍ଯ୍ୟନ୍ତ ସମୟକୁ ପୂର୍ବାହ୍ନ, ଆଉ ଦିନ 12ଟା ରାତି 12ଟା ପର୍ଯ୍ୟନ୍ତ ସମୟକୁ ଅପରାହ୍ନ। ଅପରାହ୍ନ ଭାତ ଖାଇସାରି ସେଟା ଆମେ ଯେଟା ଭାତ ଖାଇସାରି ଦିନ 12ଟାରୁ କିସ ରାତି 12ଟା ପର୍ଯ୍ୟନ୍ତ ସେଟା ଅପରାହ୍ନ। ଆଉ ପୂର୍ବାହ୍ନ ହେଉଛି ରାତି 12ଟାରୁ ଦିନ 12ଟା ଯାଏ ହେଲା, ସେଟା ଅପରାହ୍ନ ହେଲା। ବା AM PM ସେଟାକୁ କୁହାଯାଏ ଇଂଲିଶରେ ବି ହେଲା। ଯାହା କହିଛି ହଁ, ଏଗୁଡ଼ା ସବୁ ଗୁଟି ଗୁଟି କରିକି ଏଗୁଡ଼ା ସବୁ ମନେ ରଖିବ ଆଜି ହେଲା। ତାପରେ ଦିନ 12ଟା ସମୟକୁ ମଧ୍ୟାହ୍ନ 12ଟା ଓ ରାତି 12ଟା ସମୟକୁ ମଧ୍ୟରାତ୍ରି 12ଟା କୁହାଯାଏ। ମନେ ରଖିବ ଏଗୁଡ଼ା। ଦିନ 12ଟା ସମୟକୁ କିସ କୁହାଯାଏ? ମଧ୍ୟାହ୍ନ ହେଲା। ଆଉ ରାତି 12ଟାକୁ ମଧ୍ୟରାତ୍ରି ହେଲା। ଏଗୁଡ଼ା ସବୁ ନୋଟ୍ କରି ମନେ ରଖାଉ। ଆନ୍ତର୍ଜାତିକ ସ୍ତରରେ 12ଟା ନୁନ୍ ଓ 12ଟା ମିଡନାଇଟ୍ କୁହାଯାଏ ହେଲା। ଏଗୁଡ଼ା ବି ପ୍ରଶ୍ନ ପକେଇଦେବ ପରୀକ୍ଷାର କିଛି ଭରସା ନାହିଁ ନା। ଆନ୍ତର୍ଜାତିକ ସ୍ତରରେ 12ଟାକୁ କିସ କୁହାଯାଏ? ଆନ୍ତର୍ଜାତିକ ସ୍ତରରେ 12ଟା ନୁନ୍ ଓ 12ଟା ମିଡନାଇଟ୍ କୁହାଯାଏ ହେଲା। ତାପରେ ଆନ୍ତର୍ଜାତିକ ସ୍ତରରେ ପୂର୍ବାହ୍ନ ସମୟକୁ AM ସଂକେତ ଦ୍ୱାରା ଓ ଅପରାହ୍ନ ସମୟକୁ PM ସଂକେତ ଦ୍ୱାରା ସୂଚିତ କରାଯାଏ ହେଲା। ପୂର୍ବାହ୍ନକୁ କେଡ଼ା? ପୂର୍ବାହ୍ନକୁ ଏଇଟା କିସ AM, ଆଉ ଅପରାହ୍ନକୁ ଏଇଟା PM ସଂକେତ ଦ୍ୱାରା ସୂଚିତ କରାଯାଏ। ତାହେଲେ ପୂର୍ବାହ୍ନ କେଉଁଠୁ କେତେ? ଦିନ 12ଟାରୁ ରାତି 12ଟା ପର୍ଯ୍ୟନ୍ତ ସେଟା ଦିନ 12ଟାରୁ ରାତି 12ଟା ପର୍ଯ୍ୟନ୍ତ ସମୟ କେହି ସଂକେତ କରାଯାଏ, AM ନା PM? ଦିନ 12ଟାରୁ ରାତି 12ଟା PM, ଆଉ ରାତି 12ଟାରୁ ଦିନ 12ଟାକୁ AM। ବୁଝିପାରିଲୁ ଏଟା? ସେ କଥା କହିଛି, ଆମେ ওটা ପଢ଼ିଛେ ବି ଦେଖାଯାଏ। ସେହିପରି ଦିନ 12ଟା ପରଠାରୁ ରାତି 12ଟା ପର୍ଯ୍ୟନ୍ତ ସମୟ ମଧ୍ୟକୁ କୌଣସି ନିର୍ଦ୍ଦିଷ୍ଟ ସମୟ ଲେଖିଲା ବେଳେ ତାହାର ଡାହାଣରେ PM ଲେଖାଏ। ଯଥା ଦେଖ ଅପରାହ୍ନ 2ଟାରୁ 2ଟା PM ହେଲା, ଟାଇମ୍ ଲେଖା ହୁଏ। ଏଇଗୁଡ଼ା ମେନ୍, ତୁ ଏଗୁଡ଼ା ପଢ଼ିଦେବୁ ୟା ପରେ ହେଲା। ତାପରେ ବସ୍, ରେଳ, ବିମାନ ଚଳାଚଳ, ଡାକ ତାର କାର୍ଯ୍ୟାଳୟ ମାନଙ୍କରେ ବ୍ୟବହୃତ 24 ଘଣ୍ଟିଆ ସମୟ ସମ୍ବନ୍ଧରେ ଆମେ ପୂର୍ବ ଶ୍ରେଣୀରେ ଜାଣିଛେ। ଆସ ସେଗୁଡ଼ିକ ମନେ ପକାଇବା। ଚତୁର୍ଥ ଶ୍ରେଣୀରେ ପଢ଼ା ହେଇଛି ହେଲା। ଦେଖ ମଧ୍ୟରାତ୍ରି 12ଟା ପରଠାରୁ, ମଧ୍ୟରାତ୍ରି ମାନେ ଅଧରାତ୍ରି, ରାତି 12ଟା ପରଠାରୁ ପରବର୍ତ୍ତୀ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମୟକୁ ଗୋଟିଏ ଦିବସ କୁହାଯାଏ। ଏବଂ 24 ଘଣ୍ଟା ସମୟକୁ 1, 2, 3, 4, 5, 6 24 ପର୍ଯ୍ୟନ୍ତ ସଂଖ୍ୟା ସୂଚିତ କରାଯାଏ ହେଲା।
ଅବଶ୍ୟ 24 ଘଣ୍ଟା ସୂଚାଉଥିବା ସମୟକୁ 00 ଘଣ୍ଟା ମଧ୍ୟ କୁହାଯାଏ। କରାଯାଏ। ହେଲା, ଘଣ୍ଟା ସୂଚାଇବା ଲାଗି ଦୁଇଟି ଅଙ୍କ ଓ ମିନିଟ୍ ସୂଚାଇବା ଲାଗି ଦୁଇଟି ଅଙ୍କ ବ୍ୟବହାର କରାଯାଏ। ଘଣ୍ଟା ସୂଚାଇବା ଲାଗି ଦୁଇଟି ଅଙ୍କ ଆଉ ମିନିଟ୍ ସୂଚାଇବା ଲାଗି ଦୁଇଟି ଅଙ୍କ ବ୍ୟବହାର କରାଯାଏ। କିସ ଦୁଇଟା ଅଙ୍କ? ଦୁଇଟା ଅଙ୍କ ହଉଛି 24 ଘଣ୍ଟା 12 ଘଣ୍ଟା ନା? ହଉ ଦେଖ ଏଇଟା ଭଲ ଦେଖ। ତାପରେ କହିଛି ଏଟା ମଧ୍ୟରାତି 12ଟା ପରେ 10 ମିନିଟ୍ ଅତିବାହିତ ହୋଇଥିଲେ ସମୟକୁ କେତେଟା କୁହାହବ? 00 10 ଘଣ୍ଟା ମଧ୍ୟ ରଖାଯାଏ। 12ଟାକୁ କେତେଟା ଆମେ 00 ସଂକେତର କରିବା? ଧର 12ଟା 49 ହେଇଥିବ। 12ଟା 00 ଦଶମିକ 49। ଦେଖ ଏଠି 00 ଦଶମିକ 49। 12ଟା 59। ହଁ 00 ଦଶମିକ 59। ତାପରେ ଗୋଟେ ହେନେ ଗୋଟେ କିସ ହେଇଯିବ? ରାତି 12ଟା ପରେ ପିଏମ୍ ନା ଏମ୍? ରାତି 12ଟା ପରେ ଏମ୍। ଆଉ ଦିନ 12ଟା ପରେ ପିଏମ୍। ଏଇଟା ମନେ ରଖାଉ। ରାତି 12ଟା ପରେ ସମୟକୁ କିସ? ଏମ୍। ହେଲା, ଆଉ ଦିନ 12ଟା ପର ସମୟକୁ କିସ? ପିଏମ୍। ଏଇଟା ମନେ ରଖାଉ। ଏଗୁଡ଼ା ପରୀକ୍ଷାରେ ପଡ଼ିବ। ଘଣ୍ଟା ସୂଚାଇବା ଲାଗି ଦୁଇଟି ଅଙ୍କ ମିନିଟ୍ ବ୍ୟବହାର କରାଯାଏ। ଗଲା। ତାପରେ ମଧ୍ୟରାତି 12ଟା ପରେ 10 ମିନିଟ୍ ଅତିବାହିତ ହୋଇଥିଲେ ସମୟକୁ କିସ? ମଧ୍ୟରାତ୍ରି 12ଟା ପରେ 10 ମିନିଟ୍ ଯଦି ହେଇଥିବ ତାହେଲେ 00 10 ଘଣ୍ଟା। ହେଲା, ବୁଝିପାରୁଛୁ? ଯଦି 40 ମିନିଟ୍ ହେଇଥିବ ତାହେଲେ 00 40 ଘଣ୍ଟା। ହେଲା, ଏଇଭଳି ସୂଚିତ କରାହବ। ଯଦି ଗୋଟେ ପରେ ଗୋଟେ ପିଏମ୍ ଏମ୍ ହେଇଯିବ। ହେଲା, ସଂଖ୍ୟା ଦ୍ୱାରା ସୂଚିତ କରାଯାଏ। ମାତ୍ର ଦିନ 12ଟା ପରେ, ଦେଖ ଏଟା ରାତି 12ଟା ପରେ ଗଲା ନା, ଏଟା ଦିନ 12ଟା ପରେ 10 ମିନିଟ୍ ଅତିବାହିତ ହୋଇଥିଲା ସମୟକୁ 12.10 ଘଣ୍ଟା ସୂଚିତ କରାଯାଏ। ଏଇଟା ମନେ ରଖ ଛୁଆ ବୋଲି। ରାତି ଦେଖ ମଧ୍ୟରାତ୍ରି 12ଟା 10 ମିନିଟ୍ ଅତିବାହିତ ହେଇଥିଲେ ରାତିର ଯଦି 12ଟାରୁ 12ଟା 10 ହେଇଛି, ହେଲା, ତାହେଲେ ସେଟାକୁ କିସ ଦ୍ୱାରା ସୂଚାଉ? 00 10 ଘଣ୍ଟା। ହେଲା, ମନେ ରଖିଥିବୁ। ଆଉ ଦିନର ଯଦି 12ଟା 10 ମିନିଟ୍ ହେଇଛି 12ଟା 10 ଘଣ୍ଟା 12.10 ଘଣ୍ଟା। ଏଇଟା ଦିନର। ହେଲା, ଦିନର। ଏଟା ରାତିର। ଏଇଟା ମନେ ରଖାବୁ। ଏଟା ବୋ ଭଲି ମାନେ ରାତିର କିସ ହଉଛି? 00 10 ଘଣ୍ଟା। ଆଉ ଦିନର 12ଟା ପରେ ଯଦି 12ଟା 10 ହେଇଯାଉଛି 12ଟା 10 ଘଣ୍ଟା। ଘଣ୍ଟା। ଏଇଟା ମନେ ରଖିବ ଦିଟା। ହେଲା, ଭଲି ବୁଝିବୁ। ଏଥିରେ ଏମ୍ ଓ ପିଏମ୍ ବ୍ୟବହାର କରାଯାଏ ନାହିଁ। ବୁଝିପାରୁଛୁ? ଏ 12ଟା ପରେ ଯେଟା ସମୟ ଧର ରାତି, ହେଲା, ରାତି 12ଟା 45 ମିନିଟ୍ ହେଲା, ତାହେଲେ ୟାକୁ କିସ ଲେଖା ହବ? ରାତି 12ଟା 45 ହେଲେ ଏଟା କିସ ଲେଖା ହବ? 00.45 ଘଣ୍ଟା। ହେଲା, ଯଦି ଦିନ 12ଟା 45 ମିନିଟ୍ ହେଲା ତାହେଲେ କେତେ ହବ? ତାହେଲେ 12.45 ଘଣ୍ଟା। ହେଲା, ବୁଝିପାରୁଛୁ? ଏଠି ଏମ୍ ପିଏମ୍ ହବନି। ଏମ୍ ପିଏମ୍ କେଉଁଠି ହବ? ରାତି ଗୋଟେ 12ଟା ପରେ ନୁହେଁ, ଗୋଟେ ପରେ। ଯଦି 1:20 ହବ, ଯଦି ଏଟା ରାତି ହେଇଥିବ, ହେଲା, ରାତି 1:20 ହେଇଥିବ, ତାହେଲେ ଏଠି କିସ ହବ? ଏଠି କିସ ହବ?
AM ଯଦି ଦିନ ଦିନ 1:20 ହେଇଥିବ PM PM ଏଇଟା ମନେ ରଖାଉ ହେଲା ବୁଝିପାରୁଛ ନା ଢେର ବୁଝିବାର ଅଛି ହେଲା ଏଥିରେ AM PM ବ୍ୟବହାର କରାଯାଏ ନାହିଁ ମାନେ 12ଟା ସମୟକୁ ହେଲା 12ଟା ପରେ ଯେଟା ମାନେ 12ଟା ପରେ ସମୟ ନୁହେଁ ଗୋଟେ ପରେ ଯେଟା ସମୟ ହେଲା 59 ବି ହେଇଥିବ ସେଟା ବି କିସ ହବ AM PM ହବନି उदाहरण देख दीटा एम को देख 2.00 घंटा 8:15 AM को 8.15 घंटा 1 PM को 13 घंटा 9 PM को 21 घंटा और 12 मध्यरात्रि को 24 घंटा बा 00 घंटा লেখা যায় এটা 24 ঘন্টা টাইমের বুঝিপারছ এটা ভুল ଦେଖିବୁ ଛୁଆ ଗୋଟା ମନେ ରଖିବା দিয়ে দেখ এটা এই টেবুল কিছু দেই দেখ নিম্ନରେ 12 ঘন্টা সময় ও 24 ঘন্টা সময় হিসাব সারণী দিଆଯାଇଛି ଆସ ତାକୁ ପଢି ଖାଲି ଘରେ ଉତ୍ତର ଲେଖିବା দেখ এটা 12 ঘন্টা সময় হিসাব এটা 24 ঘন্টা সময় হিসাব ହେଲା দুইটা এ মানে 2 ଘଣ୍ଟା एम एम माने क्यों स्टार्ट हो ମାନେ 12ଟା दिन ना रात ରାତି राति 12टा ए दीटा हैला एटा राति दीटा एटा 24 घंटा रे हेना केते हबो 14ଟା राति परे सेई राति 12टा परे गुटे दीटा हबो ना से दीटा हबो 24 घंटा रे भी दीटा हबो दिन 12टा परे सिना 13 14 होची बुझ पानु 24 घंटा रो राति 2टा रो सेई 2टा टाइम हबो हैला बुझ पालु देख 3टा एम दिन रो होजी एम माने दिन जे हां 3टा 20 एम हैला ताने 24 घंटा रे केते हबो 24 ଘଣ୍ଟା 3:20 AM एम माने राति ना दिन राति तेनो 3:20 हो हला एटा 24 घंटा रे 3:20 हला घंटा 11:15 एम बुझि पारछ से 11:15 एम हो 12 मध्याह्न माने केते हो 0:00 हां एटा रो 00 हबो घंटा हला देखा 12:35 देख 35 PM एउडू स्टार्ट हैला ना 0:35 हां ना 12:35 हबो रा PM देखि PM माने 12:35 हां से 12:35 हबो हला 12:35 हबो ताने 12:55 ए 10:55 PM 10:55 PM माने केतेटा होची केते टाइम होची 10:55 PM माने राति ना दिन PM कोइ जे हां 10टा राति दसटा 55 PM AM टा केडो होची राति 12टा परे होची आ दिन 12टा परे एटा किस होची 10:55 तन 24 घंटा रे कते हो 24 ঘণ্টার বাপা এটা ভুল হইছে আমার केडा 12টা এই যে এটা 12টা মধ্যাহ্ন এটা সেই 12টা হবো মধ্যাহ্ন কইছি মানে ভাত খেলো এটি লাস্ট কু ଦେଇଛି 12টা ମଧ୍ୟରାତ୍ରି এইটা কেতে হবো এই 10:55 PM মানে কেতে টাইম কেতে এটা রু স্টার্ট হই 10:55 রাতি না দিন রাতি
PM ରାତି 12ଟା କତରୁ ଏମ୍ ହେଉଛି ଦିନ 12ଟା ଦିନ 12ଟାରୁ ତାନେ ଷ୍ଟାର୍ଟ ହେଇଛି ରାତି ରାତି 12ଟା 12ଟା ତାନେ ରେଲୱେ ଟାଇମରେ କେତେ ହବ 24 ଘଣ୍ଟିଆର ହେନେ 24 ଘଣ୍ଟିଆ ହେନେ 12 ପରେ 13 ହେଇଯିବ। 13, 14, 15, 16, 17, 18, 19, 20, 21, 22, 23 23ଟା 55 23ଟା 55 ହଁ ବୁଝିପାରୁଛୁ 23.55 ଘଣ୍ଟା 24 ଘଣ୍ଟିଆର ଏହା କରିପାରିବୁ ତ ତାପରେ 12 ମଧ୍ୟରାତ୍ରି ମାନେ କେତେ ହେଉଛି 12 ମଧ୍ୟରାତ୍ରି ମାନେ ଶୂନ ଘଣ୍ଟା ହେଲା ଏଗୁଡ଼ା ଫୋଲ୍ ଆଉ ଥରେ ଦେଖିବୁ ତୁ ହେଲା ଦେଖ ତାପରେ ଆଉ ଗୋଟେ ଦେଇଛି ସାରଣୀ ଦେଖ ଏଗୁଡ଼ା ନ ଦେଖିଲେ କିସ କରିବୁ ତଳେ ଦିଆଯାଇଥିବା 24 ଘଣ୍ଟିଆ ଦିନର ବିଭିନ୍ନ ସମୟକୁ ଘଣ୍ଟା ସମୟରେ ଲେଖ 24 ଘଣ୍ଟା ଦେଇଛି ହେଲା ଦିନକୁ ବିଭିନ୍ନ ସମୟକୁ ଘଣ୍ଟା ସମୟରେ ଲେଖ ଦେଖ 24 ଘଣ୍ଟିଆ ଦେଇଛି ହେଲା 10ଟା 10 ଘଣ୍ଟା ତାନେ 10ଟା 10 ଘଣ୍ଟା 12 ଘଣ୍ଟିଆ ଦିବସରେ AM PM ବ୍ୟବହାର କରି ଲେଖ ତାନେ 10ଟା 10 ଘଣ୍ଟା 10ଟା 10 ହେଇଯିବ ନା 24 ଘଣ୍ଟିଆର 24 ଘଣ୍ଟାରେ 10ଟା ହେଇଛି ମାନେ 10ଟା ମାନେ କେ ଦିନ ନା ରାତି 24 ଘଣ୍ଟାର ଦେଇଛି ଏଟା ଦିନ 10ଟା ହେଇଛି ତାନେ 10ଟା 10କୁ କିସ ହବ M ସେରକମ 20ଟା 15 ମାନେ 12 ଘଣ୍ଟିଆର କିସ ହବ 20ଟା ମାନେ 12ଟା 8ଟା 8 ଗୋଟାକୁ 13, 14, 15, 16, 17, 18, 19, 20 8 ଘଣ୍ଟା 15 ମିନିଟ୍ 8ଟା 15 AM ନା PM 15 PM ଭାତ ଖାଇଲା ପରେ ସେଇଭଳିଆ ଦେଖ 19ଟା 17 ଘଣ୍ଟା କେତେ ହବ 19ଟା 17 ମାନେ 19ଟା 17 7ଟା 17 PM ତାନେ ଏরকম 3টা 45 3ଟା 45 এটা 24 ଘଣ୍ଟିଆର ଦେଇଛି ହେଲା এটা 12 ଘଣ୍ଟିଆର କରିବୁ କିସ 3ଟା 45 3ଟା 45 3ଟା 45 ମାନେ 12ଟା 3ଟା 45 କିସ PM 14ଟା 30 ଘଣ୍ଟା 14ଟା 30 ମାନେ ହଉଛି 2ଟା 30 PM ହଁ 21ଟା 50 21ଟା 50 9 ଘଣ୍ଟା 9ଟା 50 PM